କେତେ କଷ୍ଟ କରିବାକୁ ପଡ଼ୁଛି। କ୍ୟାମେରାମ୍ୟାନ୍ ବି ନାହାନ୍ତି କେହି କ୍ୟାମେରା ଧରିବା ପାଇଁ। ଆମେ ଟିକେ ବସିକି ଏବେ ରେଷ୍ଟ ନେଉଛୁ। हे गाइस ମୁଁ ଅଭି ସ୍ୱାଗତ କରୁଛି ଆପଣମାନଙ୍କୁ ଆଉ ଏକ ନୂଆ ବ୍ଲଗ୍ରେ। ତ ଗୁଡ଼୍ ମର୍ଣ୍ଣିଂ ସାଙ୍ଗମାନେ। ଏବେ ଟାଇମ୍ ସକାଳ 6ଟା ହେଇଛି। ସକାଳୁ ଉଠି ମୁଁ ମୋ ଡ୍ୟୁଟିକି ଯାଉଛି। ଚାଲ ଦେଖିବା ସେଠି କ'ଣ କାମ ଅଛି ସାରିବାକୁ ପଡ଼ିବ, କାହିଁକିନା ରଜ ଆସୁଛି। ଆମକୁ ଫେରେ ଗାଁକୁ ଯିବାର ଅଛି। କାମ ନ ସରିଲେ ଗାଁକୁ ଯାଇ ହେବନି। ତ ଚାଲ ଯିବା ଦେଖିବା ଆଜିର କ'ଣ ସବୁ କାମ ଅଛି। ଉପରକୁ ଯିବା ଦେଖିବା କ'ଣ ସବୁ ଉପରେ କାମ ଚାଲିଛି। ଆଉ ତ ଚାଲନ୍ତୁ ଡେରି ନ କରି ଶୀଘ୍ର ଯିବା। ତ ଗାଇସ୍ ମୁଁ ଏବେ ପହଞ୍ଚି ଯାଇଛି ଛାତ ଉପରେ। ଆମେ ସବୁ କ'ଣ କାମ କରୁଛୁ ଆପଣମାନଙ୍କୁ ଦେଖାଉଛି, ଦେଖିପାରୁଥିବେ। ଏପଟଟା ସରିଯାଇଛି, ବାସ୍ ଖାଲି ଏପଟଟା ଅଛି। ଏପଟଟା ସାରିବାକୁ ପଡ଼ିବ ରଜ ଭିତରେ, ନହେଲେ ଆମେ ଗାଁକୁ ଯାଇପାରିବୁନି ରେ ଭାଇ। ଗାଇସ୍ କିଏ ଏମିତିକା କାମ କରିଛ କମେଣ୍ଟରେ ପ୍ଲିଜ୍ କୁହ। ତ ଦେଖ ଭଲସେ ଦେଖ, ସେପଟଟା ସରିଛି ଖାଲି ଏପଟଟା ସରିବ। ତ ଚାଲ ଡେରି ନ କରି ନିଜ ନିଜ କାମରେ ଲାଗିଯିବା। ଟାଇମ୍ ବି ହେଇଗଲାଣି, ଖରା ହେବ, ସମ୍ଭାଳି ହେବନି ଯେମିତିକା ଖରା ହେଉଛି। ତ ଚାଲ ଡେରି ନ କରି କାମରେ ଲାଗିଯିବା। ତ ଗାଇସ୍ ଦେଖିପାରୁଥିବେ ଆମ ପିଲା ଏଠି କାମ ଖୋଲାଖୋଲି କରିବାରେ ଲାଗି ପଡ଼ିଛନ୍ତି। କାମ ସାରିଲେ ଆମେ ଯିବୁ ରଜକୁ। ଇଆଡ଼େ ବାସ୍ ଖୋଲାଖୋଲି ସରିଲାଣି, ବାସ୍ ଖାଲି ଏପଟଟା ଅଛି। ଆମ ପିଲା ଏପଟେ ଲାଗି ପଡ଼ିଛନ୍ତି ଖୋଲିବାରେ। ଲାଗିକିରି ସାରିବାକୁ ପଡ଼ିବ, କାହିଁକିନା ରଜ ପାଖେଇ ଆସୁଛି, ନହେଲେ ଯାଇ ହେବନି ଘରକୁ। ଦେଖିପାରୁଥିବେ ଆପଣ ତ ଏମିତି କେବେ ଖୋଲି ନଥିବେ କି ଏମିତି କାମ କରିନଥିବେ। ପଇସା ପାଇଁ ଭାଇ ସବୁ କିଛି କରିବାକୁ ପଡ଼ୁଛି। କ'ଣ କରିବାରେ ଭାଇ, ଘର ଲୋକଙ୍କ ମୁହଁକୁ ଚାହିଁ ବିଦେଶରେ ଆସି ଏମିତି କାମ କରିବାକୁ ପଡ଼ୁଛି। ଆପଣମାନେ କରିଥିବେ ଯଦି ନିଶ୍ଚୟ କମେଣ୍ଟରେ ଜଣାଇବେ। ସେଇପଟୁ ଭିଡ଼ିରେ ଜୋରରେ ଭିଡ଼ି, ଏପଟୁ ଭିଡ଼ି। ଦେଖିଲେ ତ କେମିତି ଖସିଲା। ଗାଇସ୍ ଦେଖିପାରୁଥିବେ ଜାଗାଟା କେମିତି କ'ଣ ଲାଗୁଛି, କମେଣ୍ଟ କରି ନିଶ୍ଚୟ କହିବେ। ଏମିତି ଜାଗାରେ ଆମେ ରହି କାମ କରୁଛୁ, ଦେଖିପାରୁଥିବେ। ଆଉ ପାଚିନି, ସେତିକି ପାଚିଥିଲା। ଦୁଇଟା ପାଚିଥିଲା ବା, ଏଇଟା ଗୋଟେ କେମିତି ଆଣିବା। ଦେଖିବା ରହ। ପିଲା ଆମର ତଳେ କାମ କରୁଛନ୍ତି, ଆମେ ଉପରେ ଅଛୁ। ଗାଇସ୍ ସେ ଭିତରେ ଗୋଟେ ଆମ୍ବ ପାଚିଛି, ମୁଁ ଏବେ ସେ ଆମ୍ବଟିକୁ ପାରିବି। ଚାଲ ଦେଖିବା ସେ ଆମ୍ବଟିକୁ ପାରିବା। ଦେଖିପାରୁଥିବେ ମୁଁ ସେ ଆମ୍ବଟିକୁ ଆପଣମାନଙ୍କୁ ଦେଖାଇ ଦେଉଛି ଜୁମ୍ କରି। ଦେଖିପାରୁଥିବେ ଏଇ ସେ ଆମ୍ବଟି। ଚାଲ ଶୀଘ୍ର ପାରିଦେବା, କାହିଁକିନା ମୋତେ ଲୁଚିକି ପାରିବାକୁ ପଡ଼ିବ। ସେ ଗଛ ବାଲା ଦେଖିଲେ ବିଗିଡ଼ିବ ପୁଣି। ଚାଲ ଶୀଘ୍ର ପାରିଦେବା ସେ ଆମ୍ବଟିକୁ, ସେ ଗଛ ବାଲା ନ ଆସିବା ପୂର୍ବରୁ। ତ ଚାଲ ଦେଖିପାରୁଥିବେ କେତେ କଷ୍ଟ କରିବାକୁ ପଡ଼ୁଛି। କ୍ୟାମେରାମ୍ୟାନ୍ ବି ନାହାନ୍ତି କେହି କ୍ୟାମେରା ଧରିବା ପାଇଁ, ଏକା ଯାହା ସବୁ କିଛି କରିବାକୁ ପଡ଼ୁଛି। ତ ଚାଲ ପାରି ସାରିଲେ ଦେଖେଇବି ମୁଁ ଆପଣଙ୍କୁ ଆମ୍ବଟି କେମିତି କ'ଣ।
ଗାଇସ୍ ଚାଲ ଦେଖିବା ସେ ଆମ୍ବଟିକୁ। ଦେଖିପାରୁଥିବେ ଗାଇସ୍ ଆମ୍ବଟି କେମିତି ହେଇଛି, ପାଚିଛି ବି। ତ ଚାଲ ଯିବା ତାକୁ ନବା ଖାଇବା। ଗାଇସ୍ ଖରା ହେଉଥିବାରୁ ବହୁତ ଆମେ ଟିକେ ବସିକି ଏବେ ରେଷ୍ଟ ନେଉଛୁ, ତାପରେ ପୁଣି ଲାଗିବୁ କାମରେ। ଦେଖିପାରୁଥିବେ ଏପଟେ ଆମ ପିଲାମାନେ ବସିଛନ୍ତି, ଏପଟେ ଇଆଡ଼େ ଆମର କାମ ସରିଯାଇଛି। ଦେଖିପାରୁଥିବେ ଭଲସେ। ଚାଲ ମୁଁ ତୁମକୁ ସେପଟର ଲାଷ୍ଟ ମୁଣ୍ଡରେ ଦେଖାଉଛି। ତ ଗାଇସ୍ ଦେଖିପାରୁଥିବେ ଏପଟୁ ତାର ଆରମ୍ଭ, ଏପଟଟା ସରିଯାଇଛି, ସେପଟଟା ପ୍ରାୟ ଖାଲି ଅଛି। ଖରା କେମିତି କ'ଣ ହେଉଛି ଆପଣମାନେ ତ ଜାଣିଥିବେ। ଆମ ଆଡ଼େ ତ ବହୁତ ଖରା ହେଉଛି। ଆପଣମାନଙ୍କ ଆଡ଼େ କେମିତି ଖରା କ'ଣ ହେଉଛି କମେଣ୍ଟରେ ନିଶ୍ଚୟ କହିବେ। ତ ଗାଇସ୍ ଏବେ ଟାଇମ୍ ଆସି 11ଟା ହେଲାଣି, ଭୋକ ବି ବହୁତ ଜୋର ହେଲାଣି। କାମ ସାରି ଏବେ ଆମେ ଖାଇବାକୁ ଯାଉଛୁ, କାହିଁକିନା ସକାଳୁ କିଛି ଖାଇକି ଆସିନଥିଲୁ। ବ୍ରସ୍ ବି ଯାଇ କରିନୁ, ଯିବା ବ୍ରସ୍ କରିବା, ଖାଇବା, ତାପରେ 3ଟା ବାଜିଲେ ପୁଣି ଡ୍ୟୁଟି ଉପରକୁ ଆସିବା। ତ ଡେରି ନ କରି ଭୋକ ଜୋରରେ ଲାଗିଲାଣି, ଚାଲ ଯିବା ବ୍ରସ୍ କରି ଖାଇଦେବା ଆଗ। ତ ଗାଇସ୍ ଏବେ ମୁଁ ଖାଇକି ପଳେଇ ଆସିଛି ଛାତ ଉପରକୁ ରେଷ୍ଟ ନେବାକୁ, କାହିଁକିନା ଟିକେ ରେଷ୍ଟ ନେଇଯିବା। 3ଟା ହେଲେ ପୁଣି ଯିବା କାମ କରିବାକୁ। ଖରା କେମିତି ହେଉଛି, 3ଟା ବାଜିବ ଖରା କମିବ, ଯିବା କାମ କରିବାକୁ। ତା ଭିତରେ ଚାଲ ଟିକେ ଶୋଇପଡ଼ିବା, ନିଦ ଟିକେ ଲାଗିଲାଣି। ତ ଗାଇସ୍ ଏବେ ଆସି ସନ୍ଧ୍ୟା 6ଟା ହେଲାଣି, ମୁଁ ଡ୍ୟୁଟି ସାରି ଏବେ ମୋ ରୁମ୍କୁ ଯାଉଛି। ତ ଯିବା ଆଗରୁ ମୁଁ ଆପଣମାନଙ୍କୁ ଗୋଟେ କଥା କହି ରଖିବି, ଯଦି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଲାଇକ୍ ଗୋଟେ କରିଦେବେ, ଚ୍ୟାନେଲକୁ ନୂଆ କରି ଆସିଥିଲେ ସବସ୍କ୍ରାଇବ୍ ଗୋଟେ କରିଦେବେ। ତ ଆଜିର ବ୍ଲଗ୍କୁ ଏଇଠି ରଖୁଛି। ଜୟ ଜଗନ୍ନାଥ।